प्रभु जीशु ख्रीष्टଙ୍କ ଅତି ପବିତ୍ର ନାମରେ ସମସ୍ତଙ୍କୁ ନମସ୍କାର। ଆଜିର ଏହି ବହୁମୂଲ୍ୟ ସମୟ ପାଇଁ ମୁଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ଯୀଶୁ ଶିଷ୍ୟମାନଙ୍କ ପାଦ ପ୍ରକ୍ଷାଳନ କଲେ ଏହି ବିଷୟରେ ବାଇବଲ ଅଧ୍ୟୟନ କରିବା। ଆଜି ଆମ୍ଭେମାନେ ଯୋହନ ପୁସ୍ତକ ଅଧ୍ୟାୟ 13କୁ ଅଧ୍ୟୟନ କରିବା। ଯୋହନ ପୁସ୍ତକ ଅଧ୍ୟାୟ 13 ଏକ ପଦରେ ଏହିପରି ଲେଖା ହେଇଛି, ନିସ୍ତାର ପର୍ବ ହେବା ପୂର୍ବରୁ ଯୀଶୁ ଏହି ଜଗତରୁ ପିତାଙ୍କ ନିକଟକୁ ଆପଣାର ପ୍ରୟାଣ କରିବା ସମୟ ଉପସ୍ଥିତ ଜାଣି ଜଗତରେ ଥିବା ନିଜର ଯେଉଁ ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ ସେମାନଙ୍କ ପ୍ରତି ଚୂଡ଼ାନ୍ତ ପ୍ରେମ ପ୍ରକାଶ କଲେ। ପ୍ରିୟ ବନ୍ଧୁଗଣ, ଏହି ଏକ ପଦରେ ଯୋହନ ଆମ୍ଭମାନଙ୍କୁ କହୁଅଛନ୍ତି ଯେ ମୃତ୍ୟୁ ନିମନ୍ତେ ଯୀଶୁଙ୍କର ସମୟ ଉପସ୍ଥିତ ହୋଇଥିଲା। ଯୀଶୁ ପ୍ରଥମେ ଯେଉଁଠାରୁ ଆସିଥିଲେ ସେହି ପିତାଙ୍କ ନିକଟକୁ ଅତି ଶୀଘ୍ର ଫେରିଯିବେ ବୋଲି ଯୀଶୁ ଜାଣିଥିଲେ। ଏଠାରେ ଲେଖା ହେଇଛି, ଜଗତରେ ଥିବା ନିଜର ଲୋକମାନଙ୍କୁ ସେ ପ୍ରେମ କରି ଆସୁଥିଲେ, ଅର୍ଥାତ୍ ନିଜର ଶିଷ୍ୟମାନଙ୍କୁ ସେ ପ୍ରେମ କରୁଥିଲେ। ବର୍ତ୍ତମାନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜର କାଲବରୀ ମୃତ୍ୟୁ ଦ୍ୱାରା ସେମାନଙ୍କୁ ନିଜର ଚୂଡ଼ାନ୍ତ ପ୍ରେମ ପ୍ରଦର୍ଶନ କରିବାକୁ ଯାଉଥିଲେ। ପ୍ରିୟ ବନ୍ଧୁଗଣ, ପରମେଶ୍ୱର ପ୍ରେମକାରୀ ପରମେଶ୍ୱର ଅଟନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କୁ ପ୍ରେମ କରନ୍ତି। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କ ଅପରାଧ ନିମନ୍ତେ, ଆମ୍ଭମାନଙ୍କ ପାପ ନିମନ୍ତେ ସେ କାଲବରୀ କ୍ରୁଶରେ ନିଜର ଚୂଡ଼ାନ୍ତ ପ୍ରେମକୁ ପ୍ରକାଶ କଲେ। ପଦ 2, ଆଉ ରାତ୍ରିଭୋଜ ସମୟରେ ଯେତେବେଳେ ଶୈତାନ ସିମୋନର ପୁତ୍ର ଇସ୍କାରିୟତ ଯିହୁଦା ହୃଦୟରେ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ନିମନ୍ତେ ସଂକଳ୍ପ ଜାତ କରି ସାରିଥିଲା। ପ୍ରିୟ ବନ୍ଧୁଗଣ, 2 ପଦରେ ଆମ୍ଭେମାନେ ଦେଖୁଅଛୁ, ରାତ୍ରିଭୋଜ ସମୟରେ ଶୈତାନ ସିମୋନର ପୁତ୍ର ଇସ୍କାରିୟତ ଯିହୁଦାର ହୃଦୟକୁ ଅଧିକାର କରି ସାରିଥିଲା। ଇସ୍କାରିୟତ ଯିହୁଦା ଶୈତାନ ଦ୍ୱାରା ପରିଚାଳିତ ହୋଇକି ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିଥିଲେ। ପ୍ରିୟ ବନ୍ଧୁଗଣ, ଇସ୍କାରିୟତ ଯିହୁଦା ଯୀଶୁଙ୍କର ଶିଷ୍ୟ ଥିଲେ। ଏହି ଇସ୍କାରିୟତ ଯିହୁଦା ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିଥିଲେ। ପଦ 3, ସେତେବେଳେ ପିତା ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି, ତାହାଙ୍କ ହସ୍ତରେ ଅର୍ଥାତ୍ ଯୀଶୁଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ୱରଙ୍କ ନିକଟରୁ ଆସିଅଛନ୍ତି ପୁଣି ଈଶ୍ୱରଙ୍କ ନିକଟକୁ ଯାଉଅଛନ୍ତି, ଏହା ଜାଣି ସେ ଅର୍ଥାତ୍ ଯୀଶୁ ଭୋଜନ ଆସନରୁ ଉଠି ଆପଣାର ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟି ବନ୍ଧନ କଲେ। ପ୍ରିୟ ବନ୍ଧୁଗଣ, ପଦ 3ରେ ଆମ୍ଭେମାନେ ଦେଖୁଅଛୁ ଯେ ପିତା ଯେ ତାହାଙ୍କ ହସ୍ତରେ ଅର୍ଥାତ୍ ଯୀଶୁଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିଅଛନ୍ତି ଓ ସେ ଯେ ଈଶ୍ୱରଙ୍କ ନିକଟରୁ ଆସିଅଛନ୍ତି, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ନିକଟରୁ ଆସିଥିଲେ ପୁଣି ଈଶ୍ୱରଙ୍କ ନିକଟକୁ ଯାଉଅଛନ୍ତି, ଅର୍ଥାତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ନିକଟରୁ ଆସିଥିଲେ, ବର୍ତ୍ତମାନ ଈଶ୍ୱରଙ୍କ ନିକଟକୁ ଯିବାର ସମୟ ଉପସ୍ଥିତ ହୋଇଥିଲା। ଏହା ଜାଣି ଅର୍ଥାତ୍ ଯୀଶୁଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ ହୋଇଥିଲା। ଯୀଶୁ ଯେ ଈଶ୍ୱରଙ୍କ ନିକଟରୁ ଆସିଥିଲେ ଆଉ ଯୀଶୁ ଈଶ୍ୱରଙ୍କ ନିକଟକୁ ଯାଉଥିଲେ, ଏହା ଜାଣି ଯୀଶୁ ଭୋଜନ ଆସନରୁ ଉଠି ଆପଣା ବସ୍ତ୍ର କାଢ଼ି ଦେଇ ଗୋଟିଏ ଗାମୁଛା ଘେନି ଆପଣାର କଟି ବନ୍ଧନ କଲେ। ପଦ 5, ତତ୍ପରେ ସେ ପାତ୍ରରେ ଜଳ ଢାଳିଲେ, ପୁଣି ଶିଷ୍ୟମାନଙ୍କ ପାଦ ଧୋଇ ଦେଇ ଆପଣା କଟିରେ ବନ୍ଧା ହୋଇଥିବା ଗାମୁଛାରେ ପୋଛିବାକୁ ଲାଗିଲେ। ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜାଣିଥିଲେ ଯେ ତାହାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ ହୋଇଅଛି ଆଉ ଯୀଶୁ ଯେ ଈଶ୍ୱରଙ୍କ ନିକଟରୁ ଆସିଅଛନ୍ତି ପୁଣି ଈଶ୍ୱରଙ୍କ ନିକଟକୁ ଯାଉଅଛନ୍ତି, ଏହା ଜାଣି ଯୀଶୁ ଖ୍ରୀଷ୍ଟ ଶିଷ୍ୟମାନଙ୍କର ପାଦକୁ ଧୋଇଦେଲେ। ଏହା ଜାଣି ଯୀଶୁ ଖ୍ରୀଷ୍ଟ ଶିଷ୍ୟମାନଙ୍କର ପାଦକୁ ପ୍ରକ୍ଷାଳନ କଲେ। ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜାଣିଥିଲେ ଯେ ଇସ୍କାରିୟତ ଯିହୁଦା ତାଙ୍କୁ ଶତ୍ରୁମାନଙ୍କ ହସ୍ତରେ ସମର୍ପଣ କରିବେ। ତଥାପି ପ୍ରଭୁ ଯୀଶୁ ଖ୍ରୀଷ୍ଟ
ଇସ୍କାରିୟତ ଜିହୁଦାର ପାଦକୁ ପ୍ରକ୍ଷାଳନ କଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜାଣିଥିଲେ ଯେ ପିତର ତାଙ୍କୁ 3 ଥର ଅସ୍ୱୀକାର କରିବେ। ତଥାପି ପ୍ରଭୁ ଯୀଶୁଖ୍ରୀଷ୍ଟ ପିତରର ପାଦ ମଧ୍ୟ ଧୋଇଦେଲେ। ପଦ 6 କ୍ରମେ ସେ ସିମୋନ ପିତରଙ୍କ ନିକଟକୁ ଆସିଲେ। ସେ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ମୋର ପାଦ ଧୋଇ ଦେଉଅଛନ୍ତି। ଯୀଶୁ ତାଙ୍କୁ ଉତ୍ତର ଦେଲେ, ମୁଁ ଯାହା କରୁଅଛି ତାହା ତୁମ୍ଭେ ଏବେ ଜାଣୁନାହଁ, କିନ୍ତୁ ପରେ ବୁଝିବ। ପଦ 8 ପିତର ତାହାଙ୍କୁ କହିଲେ, ଆପଣ କଦାପି କେବେ ହେଁ ମୋର ପାଦ ଧୋଇଦେବେ ନାହିଁ। ଯୀଶୁ ତାଙ୍କୁ ଉତ୍ତର ଦେଲେ, ଯଦି ମୁଁ ତୁମ୍ଭକୁ ଦୌତ ନ କରେ ତାହେଲେ ମୋ ସହିତ ତୁମ୍ଭର କୌଣସି ଅଂଶ ନାହିଁ। ପ୍ରିୟ ବନ୍ଧୁଗଣ, ଯୀଶୁଙ୍କ ନେତୃତ୍ୱ ଏବଂ ଏହି ସଂସାରର ନେତୃତ୍ୱରେ ବହୁତ ପାର୍ଥକ୍ୟ ଆମ୍ଭେମାନେ ଦେଖିବାକୁ ପାଉଅଛୁ। ଏହି ସଂସାରର ଗୁରୁମାନଙ୍କର ପାଦ ଶିଷ୍ୟମାନେ ଧୋଇ ଦିଅନ୍ତି, କିନ୍ତୁ ଏଠାରେ ଆମ୍ଭେମାନେ ଦେଖୁଅଛୁ ଯୀଶୁ ନିଜେ ଗୁରୁ ହେଇ ନିଜର ଶିଷ୍ୟମାନଙ୍କର ପାଦକୁ ଧୋଇଦେଲେ। ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ନମ୍ରତାକୁ ଆମ୍ଭେମାନେ ଦେଖିବାକୁ ପାଉଅଛୁ। ଏଠାରେ ଯୀଶୁଖ୍ରୀଷ୍ଟଙ୍କର ଚରିତ୍ରକୁ ଆମ୍ଭେମାନେ ଦେଖିବାକୁ ପାଉଅଛୁ। ଯୀଶୁଖ୍ରୀଷ୍ଟ ଅତ୍ୟନ୍ତ ନିଜର ଶିଷ୍ୟମାନଙ୍କୁ ପ୍ରେମ କରୁଥିଲେ। ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କୁ ଆଜି ମଧ୍ୟ ପ୍ରେମ କରନ୍ତି। ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ସେ ବଳିଦାନ ହେଲେ। ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର ଶିଷ୍ୟମାନଙ୍କର ପାଦକୁ ଧୋଇଦେଲେ, କିନ୍ତୁ ଏହି ସଂସାରର ଗୁରୁମାନେ, ଏହି ସଂସାରର ଶିକ୍ଷକମାନେ ନିଜର ପାଦକୁ ଶିଷ୍ୟମାନଙ୍କୁ ଧୋଇଦେବା ପାଇଁ କହନ୍ତି। ସିମୋନ ପିତର ତାହାଙ୍କୁ କହିଲେ, ପ୍ରଭୁ, କେବଳ ମୋର ପାଦ ନୁହେଁ, ମାତ୍ର ମୋର ହସ୍ତ ଓ ମସ୍ତକ ମଧ୍ୟ। ଯୀଶୁ ତାଙ୍କୁ କହିଲେ, ଯେ ସ୍ନାନ କରିଅଛି ତାହାର ପାଦ ଧୋଇବା ବିନା ଆଉ କିଛି ପ୍ରୟୋଜନ ନାହିଁ। ସେ ପ୍ରକୃତରେ ସୂଚି। ତୁମ୍ଭେମାନେ ସୂଚି ଅଟ, କିନ୍ତୁ ସମସ୍ତେ ନୁହେଁ। କାରଣ ଯେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବ ସେ ତାକୁ ଜାଣିଥିଲେ। ଅତଏବ ସେ କହିଲେ, ତୁମ୍ଭେମାନେ ସମସ୍ତେ ସୂଚି ନୁହଁ। ପ୍ରିୟ ବନ୍ଧୁଗଣ, ଇସ୍କାରିୟତ ଜିହୁଦା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବେ ତାହା ଯୀଶୁ ଜାଣିଥିଲେ। ସେଥିପାଇଁ ଯୀଶୁ କହିଲେ, ତୁମ୍ଭେମାନେ ସମସ୍ତେ ସୂଚି ନୁହଁ। ପଦ 12 ତପ୍ତରେ ସେ ସେମାନଙ୍କ ପାଦ ଧୋଇ ଦେଇ ଆପଣା ବସ୍ତ୍ର ପିନ୍ଧି ପୁନର୍ବାର ବସିଲା ଉତ୍ତାରେ ସେମାନଙ୍କୁ ପଚାରିଲେ, ମୁଁ ତୁମମାନଙ୍କ ପ୍ରତି କ'ଣ କରିଅଛି ତାହା କି ତୁମ୍ଭେମାନେ ବୁଝୁଅଛ? ପ୍ରିୟ ବନ୍ଧୁଗଣ, ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମସ୍ତଙ୍କର ପାଦକୁ ପ୍ରକ୍ଷାଳନ କରିଥିଲେ, ତାପରେ ସେମାନଙ୍କୁ ପ୍ରଶ୍ନ ପଚାରିଲେ, ମୁଁ ତୁମମାନଙ୍କ ପ୍ରତି କ'ଣ କରୁଅଛି ତାହା କି ତୁମ୍ଭେମାନେ ବୁଝୁଅଛ? ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ, କାରଣ ମୁଁ ତ ସେଇ। ଏଠାରେ ଯୀଶୁ କହିଲେ ନିଜର ଶିଷ୍ୟମାନଙ୍କୁ, ତୁମ୍ଭେମାନେ ମୋତେ ଗୁରୁ ଓ ପ୍ରଭୁ ବୋଲି ଡାକୁଅଛ, ଆଉ ଯଥାର୍ଥ କହୁଅଛ, କାରଣ ମୁଁ ତ ସେଇ। ଅତଏବ ପ୍ରଭୁ ଓ ଗୁରୁ ଯେ ମୁଁ ଯଦି ତୁମମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ। ପ୍ରିୟ ବନ୍ଧୁଗଣ, ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର ଶିଷ୍ୟମାନଙ୍କୁ କହୁଅଛନ୍ତି ଯେ, ନିଜର ଶିଷ୍ୟମାନଙ୍କୁ କହିଲେ ଯେ ପ୍ରଭୁ ଓ ଗୁରୁ ଯେ ମୁଁ ଯଦି ତୁମମାନଙ୍କର ପାଦ ଧୋଇ ଦେଇଅଛି, ତେବେ ତୁମମାନଙ୍କର ମଧ୍ୟ ପରସ୍ପର ପାଦ ଧୋଇବା କର୍ତ୍ତବ୍ୟ, ଅର୍ଥାତ୍ ପରସ୍ପରଙ୍କୁ ପ୍ରେମ କରିବା କର୍ତ୍ତବ୍ୟ। ପ୍ରିୟ ବନ୍ଧୁଗଣ, ଏଠାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର ସେହି ପ୍ରେମକୁ ପ୍ରକାଶ କଲେ। ସେ ଯେ ଶିଷ୍ୟମାନଙ୍କୁ ପ୍ରେମ କରୁଅଛନ୍ତି ତାହା ସେ ଏଠାରେ ପ୍ରକାଶ କରୁଅଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ସନ୍ନିକଟ ହୋଇଥିଲା, ତଥାପି ସେ ନିଜର ଶିଷ୍ୟମାନଙ୍କୁ ପ୍ରେମ କଲେ, ନିଜର ଶିଷ୍ୟମାନଙ୍କୁ ପାଦ ଧୋଇଦେଲେ। ସେ ଜାଣିଥିଲେ ଇସ୍କାରିୟତ ଜିହୁଦା ଯେ ତାଙ୍କୁ ବିଶ୍ୱାସଘାତକତା କରିବ, ତଥାପି ସେ ଇସ୍କାରିୟତ ଜିହୁଦାର ପାଦ ଧୋଇଦେଲେ। ପିତର ତାଙ୍କୁ 3 ଥର ଅସ୍ୱୀକାର କରିବ, ତଥାପି ପ୍ରଭୁ ଯୀଶୁଖ୍ରୀଷ୍ଟ ପିତରଙ୍କ ପାଦକୁ ଧୋଇଦେଲେ। କାରଣ ତୁମମାନଙ୍କ ପ୍ରତି ମୁଁ ଯେପରି କରିଅଛି ତୁମ୍ଭେମାନେ ମଧ୍ୟ ସେହିପରି କର। ଏଥିନିମନ୍ତେ ମୁଁ ତୁମମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି। ପ୍ରିୟ ବନ୍ଧୁଗଣ,
ଏଠାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜର ଶିଷ୍ୟମାନଙ୍କର ପାଦ ଧୋଇ ଆମ୍ଭମାନଙ୍କୁ ଆଦର୍ଶ ଦେଖାଇ ଅଛନ୍ତି। ଆମ୍ଭେମାନେ ମଧ୍ୟ ନିଜର ବିଶ୍ୱାସୀମାନଙ୍କର ପାଦ ଧୋଇବା କର୍ତ୍ତବ୍ୟ ଅଟେ। ଆମ୍ଭେମାନେ ମଧ୍ୟ ଏପରି ଭାବରେ ପ୍ରେମକୁ ପ୍ରକାଶ କରିବା ଆବଶ୍ୟକ ଅଟେ। ଯେପରି ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜର ଶିଷ୍ୟମାନଙ୍କୁ ପ୍ରେମକୁ ପ୍ରକାଶ କଲେ, ସେପରି ଆମ୍ଭେମାନେ ମଧ୍ୟ ନିଜର ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ପ୍ରେମ ପ୍ରକାଶ କରିବା ଆବଶ୍ୟକ ଅଟେ। ଆସନ୍ତୁ ପ୍ରିୟ ବନ୍ଧୁଗଣ, ଯୀଶୁ ଖ୍ରୀଷ୍ଟ ଯେଉଁ ଆଦର୍ଶ ଦେଇଅଛନ୍ତି, ଯୀଶୁ ଖ୍ରୀଷ୍ଟ ଯେଉଁ ଆଜ୍ଞା ଦେଇଅଛନ୍ତି, ସେହି ଆଦର୍ଶ ଅନୁସାରେ, ସେହି ଆଜ୍ଞା ଅନୁସାରେ ଆମ୍ଭେମାନେ ଜୀବନ ଯାପନ କରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର ଆଦର୍ଶ ଅଟନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶିକ୍ଷା ଆମ୍ଭମାନଙ୍କ ନିମନ୍ତେ ଅନନ୍ତ ଜୀବନ ଅଟେ। ଆଜିର ଏହି ବାଇବଲ ଶିକ୍ଷା ଦ୍ୱାରା ପରମେଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।